ଟଙ୍କା ମାଗୁଛି ଟଙ୍କା କଳେ ଯେମିତି ହେଲେ ଟଙ୍କା ଦେବେ ସେ ଯୁଆଡେ ଯାଆନ୍ତୁ ଟଙ୍କା ମୁଁ କଷ୍ଟ କରି କମେଇଛି ଟଙ୍କା ଦେବେ ପଇସା ଯାହାକୁ ମାଗିବି ଯାହାକୁ ଯୋଉମାନେ ନ ଦଉଥିଲେ ଏଇ ଦେଖନ୍ତୁ ଏ କେସ୍ ବାସ ଉପରେ ବହୁତ ଲୋକ ପଇସା ଫେରେଇଛନ୍ତି ଆଗଯୋଗୀ ପଦକ୍ଷେପ ଏଇଟା ମୁଁ ଯାଇଥାନ୍ତି ସେ ଚାଲିଛନ୍ତି ବଢିଆ ହେଇଛି ମୋ ପଇସା ଗଣ୍ଡା ବର୍ତ୍ତମାନ ମିଳିଯିବ ଯୋଉ କୋଟି 1.5 କୋଟି ଟଙ୍କା ମୁଁ ତାକୁ ଭାବିଥିଲି କେତେ କଷ୍ଟ କରିବାକୁ ପଡିଥାନ୍ତା କେତେ ଅଟକା ହେଇଥାନ୍ତେ ବିଭିନ୍ନ କେସ୍ ବାସ ହେଇଥାନ୍ତା ବିଭିନ୍ନ ବେପାର ନେଇଥାନ୍ତା ଯାହା ମୁଁ ଏଇଟାକୁ ପୁରା ସ୍ୱାଗତ କରୁଛି ଆଇନ ମନ୍ତ୍ରୀ ତୁରନ୍ତ ଇନକ୍ୱାରି କରି यार पदक्षेप नियंतु मो पैसा गणना केମିତି ପାଇବି ସେ ପଦକ୍ଷେପ ମତେ ମିଳିବ ବୋଲି ମୋର ଆଶା ଲାଗୁଛି ଆଉ ନିଜେ ଯେ କହୁଛନ୍ତି ଯାଇଛନ୍ତି ମୁଁ ତାକୁ ପୁରା ସ୍ୱାଗତ ଆଇନ କି ସମ୍ମାନ ଦଉଛି ଆଇନ କି ଦଉଛି ଦଉଥିବି ଦଉଥିଲି ମଧ୍ୟ ମୁଁ ଆଇନ ବିରୁଦ୍ଧରେ ବିଲକୁଲ ନୁହଁ କାହିଁକି ନା ମୁଁ ଜାଣିଛି ଡିସିପ୍ଲିନ କଣ ଟଙ୍କା ଦେଇଛି ଟଙ୍କା ମାଗୁଛି ଟଙ୍କା କଳେ ଯେମିତି ହେଲେ ଟଙ୍କା ଦେବେ ସେ ଯୁଆଡେ ଯାଆନ୍ତୁ ଟଙ୍କା ମୁଁ କଷ୍ଟ କରି କମେଇଛି ଟଙ୍କା ଦେବେ ପଇସା ଯାହାକୁ ମାଗିବି ଯାହାକୁ ଯୋଉମାନେ ନ ଦଉଥିଲେ ଏଇ ଦେଖନ୍ତୁ ଏ କେସ୍ ବାସ ଉପରେ ବହୁତ ଲୋକ ପଇସା ଫେରେଇଛନ୍ତି ବୁଝିଲେ କି ଆହୁରି ବହୁତ ଲୋକ 13 ତାରିଖ ଭିତରେ ଆଉ କିଛି ଲୋକ ନେଇଛନ୍ତି 13 ତାରିଖ ଭିତରେ ପ୍ରାୟ ମୋର ସମସ୍ତ ପଇସା ଦେବେ ବୋଲି ପ୍ରାୟ କରିଛନ୍ତି 2 ଜଣ 3 ଜଣ ଦେଇ ସାରିନି ପରଦିନ ଭିତରେ ତେଣୁ ଟଙ୍କା ମୋର ଫେରିଗଲେ ମୁଁ ସାଇଲେନ୍ସ ସିଏ ସାଇଲେନ୍ସ ଟଙ୍କା ମୋ ଗଣ୍ଡା ଦେଇ ଦିଅନ୍ତୁ ଯାହାକୁ କହିବେ ସେ ଟଙ୍କା ଥବ ଆଉ ଯୋଉମାନେ କହୁଛନ୍ତି ଝିଅ ପିଲାଟା ବୋଲି କହୁଥିବେ ଝିଅ ପିଲା ଯାହା ଚାହିଁବ ସେୟା କରିଦବ ଜଣେ ଟଙ୍କା ନେଇକି ମିଛ କରିଦେବିନି କେତେ ଝିଅ ଝିଅ ଯାଇ କୋଉଠି ପହଞ୍ଚୁଛନ୍ତି ଦେଖୁଛନ୍ତି ନା ନାଇଁ ସେ ଯୋଉ ଅଭିଯୋଗ କରିଛନ୍ତି ଆତଙ୍କବାଦୀ ସାଙ୍ଗରେ ମିଶିଗଲେଣି ପାକିସ୍ତାନରେ ଯାଇକି ଝିଅ ଝିଅଙ୍କୁ କଣ କମଜୋର ଭାବୁଛନ୍ତି କି ଆପଣ ସେ ଇଏ ସାଂଘାତିକ ପିଲା କୁହନ୍ତୁ ସେ ଯୋଉ ଅଭିଯୋଗ ଆଣୁଛନ୍ତି ଯେ ଆପଣ ତାଙ୍କ ପଇସା ଆହୁରି ଫେରେଇବାର ଅଛି ପଇସା ମତେ ସେ ଦେବେ ଆପଣ ରେଜିଷ୍ଟର ଦେଖିବେ ଯାତ୍ରା ଭାଙ୍ଗିଦେଲେ ଯାତ୍ରା ପାର୍ଟି ଭାଙ୍ଗିଦେବେ ତାଙ୍କୁ କହିଲେ ସେ ଏବେ କୋଉଠି ଯିବେ ବୋଲି ସେ କହୁଛନ୍ତି ବୁଝିପାରିଲେନି କି ଆପଣ ଆଗେ ପ୍ରଥମ କଥା ବୁଝନ୍ତୁ ମାସେ ଆଗରୁ ମୁଁ ମନା କରି ଛାଡିଛି ଏଟା ପ୍ରାଇଭେଟ ସଂସ୍ଥା ଆମେ ଗଭର୍ଣ୍ଣମେଣ୍ଟ ଅନୁଦାନରେ ଯାତ୍ରା ପାର୍ଟି କରିନଥିଲୁ ଆମର ପଇସା ହେଲାନି ଆମେ ସେଥିପାଇଁ ଯାତ୍ରା ପାର୍ଟି ବନ୍ଦ କରୁଛୁ ଇଣ୍ଡିସିପ୍ଲିନ ପିଲା ଗୋଟିଏ ପାର୍ଟି ବନ୍ଦ କରୁଛି 2ଟା ପାର୍ଟି ବି କରୁଛି ମୋର ମୁଁ ଯୋଉ ନା ଇଣ୍ଡିସିପ୍ଲିନ ଯୋଉମାନେ 50 ଜାଗାରେ ମୁଁ ଦେଲି ବୋଲି ଜୋରିମାନା ତେଣୁ କରି ରଖିବିନି ମନା କଲି ମନା କରିବାକୁ କିଛି ନାହିଁ ଫେରେ ଅଲଗା ଷ୍ଟାଫ ଚାକିରି କରିବେ ନା ନାହିଁ ଆଙ୍କୁ ମନା କଲି ମାନେ ଶୃଙ୍ଖଳିତ ନୁହନ୍ତି ବୋଲି ତାଙ୍କୁ ମନା କଲି ମୋ ପଇସା ଖଣ୍ଡ ଫେରି ତାଙ୍କ ବାଟରେ ଯିବେ ତମର ସରକାର ସମସ୍ତଙ୍କୁ ଚାକିରି ଦେଇ ଦଉଛି 4.5 କୋଟି ଓଡିଆଙ୍କୁ ସରକାର କଣ ଚାକିରି ଦେଇପାରିବ ସମସ୍ତଙ୍କୁ ଦେଇପାରିବନି ଆଶ୍ରୟ ନେଇଛନ୍ତି ଆପଣ ପରବର୍ତ୍ତୀ ପଦକ୍ଷେପ କଣ ରହିବ ଆଇନ କି ବା ସମ୍ମାନ ଦଉଛି ଆଇନ ତାର ଆଇନ ଯଦି ଆମେ କୋପରେସନ ନ କରନ୍ତୁ ଆଇନ ତାଙ୍କ ନାଁରେ ବି 2ଟା କେସ୍ ହେଇଛି ଆଇନ ଖାଲି ଛାଡିଯିବନି ଜଣଙ୍କ ନାଁରେ ତାଙ୍କର ଯୋଉ ନାଁରେ କେସ୍ ହେଇଛି ଯୋଉଠି ଅକେରେନ୍ସ ଘଟିଛି ସେଠି ଆଗେ ବୁଝନ୍ତୁ ସେଠି ଇନକ୍ୱାରି କରନ୍ତୁ ନାଣ୍ଡୁ ବାବୁ ଥିଲେ ନା ନାହିଁ ଝଗଡା କାହା ସହିତ ହେଲା ସେ କହୁଛନ୍ତି ସେ ଭଗବାନ ହେଇଗଲେ ନାଣ୍ଡୁ ବାବୁ କରେଇଥିବେ ସେ ଭଗବାନ ମୁଁ ତ ଶୋଇଥିଲି ରାତି ତାଙ୍କର ଗଣ୍ଡଗୋଳ ପରେ ମୁଁ ଉଠିଲି 9ଟା ଫୋନ ପରେ ନିଦ ହେଇଯାଇଥିଲା ଜୋର ସେ କହିଦେଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏଠି ଗଲେ ଅନ୍ୟାୟ ନ୍ୟାୟଟା ଅନ୍ୟାୟ ହେଇଯିବ କିଛି ହବାର ନାହିଁ ମୋର ବି ଆଇନ ଉପରେ ଭରସା ଅଛି ମୋର ଟଙ୍କା ପାଇଁ ଚାଲିଛି ବେପାର ଯେତେ ଲୋକ ଯିଏ ଟଙ୍କା ନେଇଛନ୍ତି ଦିଅନ୍ତୁ ପ୍ରାୟ ମୁଁ ଭାବୁଛି ଆଉ ଆସିବି ନାହିଁ କାହିଁକି ଟଙ୍କା ସବୁ କହିସାରିଲେଣି 13 ତାରିଖ ଭିତରେ ଦେଇଦେବେ ବୋଲି ଟଙ୍କା ଆଉ ସେ ଯୋଉ କହୁଛନ୍ତି ମୁଁ ନାଣ୍ଡୁ ବାବୁ ନିଜେ ମାନିଛି ବା ଟଙ୍କା ଦେଇଛି ବୋଲି ଟଙ୍କା ଦେଇଛି ମୋ ଟଙ୍କା ଯିଏ ନ ଫେରେଇବେ କେସ୍ ହବ ସେ ମିଡିଆକୁ ଆସିବେ ଏଇଟା ମୁଁ କହିଥିଲି ଆଉ ସେ ତ ପ୍ରାୟ 2-3 ଜଣ ଦେଇ ସାରିଲେଣି ଆଉ ଯେତେ ଲୋକ ଅଛନ୍ତି 13 ତାରିଖ ଭିତରେ ଦେବେ ଆଚ୍ଛା ସେ କାହିଁକି ଟଙ୍କା ଦେଇଦେବେ ଭଲ ସେ ଯୁଆଡେ ଯାଆନ୍ତୁ ମୋ ଟଙ୍କା ମୁଁ ଇଏ କରିବି